ଆଧୁନିକ ଓଡ଼ିଆ କବିତା ସମାଲୋଚନା। ଆଧୁନିକ ଓଡ଼ିଆ କବିତାର ସମାଲୋଚନା କରିବା ସହଜ ନୁହେଁ ବୋଲି ମୁଁ କହିପାରେ। କାରଣ ଆଧୁନିକ ଓଡ଼ିଆ କବିତା ରଚନାରେ ଯେଉଁ ବୌଦ୍ଧିକତାର ଦୁର୍ବୋଧ୍ୟତା କୃତ୍ରିମତା ବାହାରେ। କବି ପାଣ୍ଡିତ୍ୟ ଦେଖାଏ, ହେଲେ ସବୁ ପାଠକଙ୍କର ମନୋଭାବ ବୁଝିପାରେ ନାହିଁ ବୋଲି କବିତା ସବୁ ପାଠକଙ୍କ ପାଖେ ଦୁର୍ବୋଧ୍ୟ ବା ଅବୁଝା ହୋଇ ରହେ। ତେବେ ପାଣ୍ଡିତ୍ୟ ଦେଖାଇବା ଆଦୌ ଭୁଲ ନୁହେଁ, କାରଣ ପାଣ୍ଡିତ୍ୟରେ ବୁଦ୍ଧିର ମାଜଣା ବା ପ୍ରଜ୍ଞାର ଘଷି ମାଜି ହେବା ଥାଏ, ଯେଉଁଥିରୁ ବୁଦ୍ଧିର ଜ୍ୟୋତି ବା ତେଜ ବା ଦୀପ୍ତି ବାହାରେ। ସବୁ ପାଠକ ବୁଝିପାରିବ ନାହିଁ ବୋଲି କ'ଣ କବି ନିଜର ରଚିତ କବିତାରେ ବୁଦ୍ଧି ଦେଖାଇବ ନାହିଁ? ଏହା ଜମାରୁ ଠିକ୍ କଥା ନୁହେଁ। ବୁଦ୍ଧିରେ କବିତାର ଅନ୍ତରୀଣ ବୌଦ୍ଧିକ ତୀକ୍ଷ୍ଣ ସୌନ୍ଦର୍ଯ୍ୟ ଥାଏ, ଯେଉଁଥିରୁ କବିତା ରୁଚିଶୀଳ ହୁଏ। କବିତା ହୃଦୟବୃତ୍ତିର ସହିତ ମସ୍ତିଷ୍କ ବୃତ୍ତିର ଏକ ଛକା ପଞ୍ଝା ଖେଳ, ମାନସିକ କସରତ। କବିତାର ଆକାର ସଂକ୍ଷିପ୍ତ ବା କ୍ଷୁଦ୍ର ଥିବାରୁ ଭାଷା କାବ୍ୟିକତା ସମ୍ପନ୍ନ, ଯଥା ପ୍ରତୀକ, ଚିତ୍ରକଳ୍ପ, ଉପମା, ଉପମେୟର ଥିବାରୁ ପଢ଼ି ବୁଝିବା କଷ୍ଟକର ହୁଏ। ସବୁ ପାଠକ କଦାପି କବିତାରୁ ସହଜ ବୁଝାମଣା ଚାହିଁ ନ ଥାନ୍ତି। କିଛି ପାଠକ କବିତାରୁ ମସ୍ତିଷ୍କ ଖେଳର କସରତ ବୁଝାମଣା ଚାହାନ୍ତି। ଦୁର୍ବୋଧ୍ୟ କବିତାରୁ କବିର ବୁଦ୍ଧିର ସୀମାରେଖା ବା ସରହଦ ଜଣାଯାଇଥାଏ କି କବିର ବୁଦ୍ଧି ବା ମସ୍ତିଷ୍କ କେତେଦୂର ଜ୍ଞାନ ଖୋଜା ଦିଗକୁ ସହଜରେ ମାଡ଼ି ଯାଇଛି। ପ୍ରକୃତ ବୁଝି ନ ଥିବା କାରଣରୁ କିଛି ଆଲୋଚକ କବିତାର ପ୍ରକୃତ ଓ ସାର୍ଥକ ବ୍ୟାଖ୍ୟା କରିପାରି ନ ଥାନ୍ତି। ଯାହି ତାହି ବ୍ୟାଖ୍ୟା କରିଦେଲେ କବିତାର ପ୍ରକୃତ ଅନ୍ତରୀଣର ସୌନ୍ଦର୍ଯ୍ୟ ଧରା ପଡ଼ିପାରି ନ ଥାଏ, ଲୁଚି ବା ଲୁପ୍ତ ହୋଇ ରହିଯାଏ। ପାଠକ ଶୁଣେ, ହେଲେ ବୁଝି ନ ପାରି ମନରେ ସନ୍ତୁଷ୍ଟି ପାଇ ନ ଥାଏ, ତା'ର ଅବଶୋଷ ଅସନ୍ତୋଷ ରହିଯାଏ। ଭୁଲ ବୁଝାମଣା କବିତାର ଚାରୁତା ନଷ୍ଟକାରୀ ହୋଇଥାଏ। କବିର ରଚନାୟିତ ମନୋଭାବ ସହିତ ପାଠକୀୟ ବୁଝିବାୟିତ ମନୋଭାବ ମିଶିଲେ ଯାଇ କବିତାର ରଚନା ଓ କବିତାର ପଠନ ଉପଭୋଗ୍ୟ ହୋଇଥାଏ। ସଠିକ୍ ବୁଝିବା ସଠିକ୍ ଉପଭୋଗର ଶାନ୍ତି ମନକୁ ଆଣେ। କବିତା ବୁଦ୍ଧିର ମାତ୍ରାଧିକ୍ୟତା ପାଇଁ ଦୁର୍ବୋଧ୍ୟ ହୁଏ, ଅବୁଝା ରହିଯାଏ, ଅସନ୍ତୋଷ ଆଣେ। ତେବେ କବିତାରେ ବୁଦ୍ଧିର ଛବି କେମିତି, ଆଗ ଟିକେ ଦେଖିବା। ଉଦାହରଣ ହେଲା କାଳି ବିରାଡ଼ି ରାଡ଼ି ରାଡ଼ି ପକାଇବି ଚିତ୍ର ବାଡ଼ି ପଳାଇବୁ ରାଜ୍ୟ ଛାଡ଼ି। ଏ କଳା ବିଲେଇଟି ହେଲା ମଣିଷର ମୃତ୍ୟୁ, ଯାହାକି ଅଛି ଅବଶ୍ୟ, ହେଲେ ଅନିଶ୍ଚିତତା ମଧ୍ୟରେ। କେବେ ହେବ, କେମିତି ହେବ, କୋଉ ସମୟରେ ହେବ, କାହାଦ୍ୱାରା ହେବ, ଅଜଣା ମଣିଷକୁ ଅଜ୍ଞାତ। ଆଉ ମୃତ୍ୟୁ ବିଲେଇ ରୂପରେ ମିଆଉଁ ଡାକ ଅହରହ ଦେଉଛି, ମଣିଷକୁ ସତର୍କ ସାବଧାନ କରାଇ ଦେଉଛି କି, ହେ ମୂର୍ଖ ମଣିଷ, ତୋର ମରଣ ଆଗରେ ମାନେ ଭବିଷ୍ୟତରେ ଅଛି। ହେଲେ ଅଜଣା ଥିବାରୁ କଳା ବିଲେଇର ରୂପ ପରିଗ୍ରହ କରିଛି। କବି ଶରତ ପ୍ରଧାନଙ୍କ ଏହା ରାଚନିକ ବୌଦ୍ଧିକତା। ମୃତ୍ୟୁ ଅଜଣା ଓ ଅଜ୍ଞାତ ଥିବାରୁ ତାକୁ କଳା ବିଲେଇ କରିଲେ। କବି ରମାକାନ୍ତ ରଥ ଜୀବନକୁ ଏକ ଇନ୍ଦ୍ରଧନୁ କରିଦେଇ ଥିବାରୁ ତାର କାରଣ ହେଲା ଜୀବନ ବୈଚିତ୍ର୍ୟପୂର୍ଣ୍ଣ, ବିବିଧତା ବିମଣ୍ଡିତ। ସେଥିରେ ପ୍ରେମ, ଜନ୍ମ, ମୃତ୍ୟୁ, ପାଇବା, ହରାଇବା, ପ୍ରେମ, ଘୃଣା, ଆଶା, ନିରାଶା ସବୁ ଏକ ହିଁ ଜୀବନରେ ଇନ୍ଦ୍ରଧନୁର ସାତରଙ୍ଗର ଭିନ୍ନତା ଭଳି ମିଶିକି ଥିବାରୁ ଜୀବନ କବିର କାଳ୍ପନିକ ଦୃଷ୍ଟିରେ ହୋଇଯାଇଛି ଇନ୍ଦ୍ରଧନୁର ସପ୍ତରଙ୍ଗୀ ତର୍କଣା। ଦେହ ଲଣ୍ଠନରେ ମନର ନିଆଁ ମଣିଷକୁ ଅହରହ ଜଳାଏ, ବ୍ୟତିବ୍ୟସ୍ତ ହଇରାଣ କରେ। ସେ ଲାଗି ରମାକାନ୍ତ ରଥ 14 ଧାଡ଼ି ବିଶିଷ୍ଟ କବିତା 'ଲଣ୍ଠନ' ଲେଖିଲେ। ଚନ୍ଦ୍ରମା ବିଧବା, ତାକୁ ଚୁଡ଼ି ପିନ୍ଧାଇବାର କାରଣ, ସଧବା ଲୋକ ସ୍ୱାମୀ ସହିତ ରମଣ କରେ, ବିଧବାର ଭାଗ୍ୟରେ ସେ ସୌଭାଗ୍ୟ ନ ଥାଏ। ସେ ଲାଗି କବିତାର ନାମ 'ଚନ୍ଦ୍ରମାର ଚୁଡ଼ି ଦାନ' ସାର୍ଥକ। ଜହ୍ନରାତି ଆକାଶର ଉଦିତ ଜହ୍ନ ନ ହୋଇ ଅପିତୁ ମନ ଆକାଶରେ କବିତା ଲେଖିବାର ଜହ୍ନ ହୋଇଛି। ଶରତ ପ୍ରଧାନ ଉଚ୍ଚଶ୍ରବା କବିତାରେ ଟ୍ରେନ୍ ଯାତ୍ରୀ
ଯାତ୍ରା କାଳରେ ଆକାଶର ଉଦିତ ଜହ୍ନ ଦେଖି ମନର ଆକାଶରେ କବିତା ଲେଖିବାର ପ୍ରେରଣା ପାଇଛନ୍ତି। ଟ୍ରେନ୍ ରୂପକ ଦ୍ରୁତଗାମୀ ଘୋଡ଼ା ଉପରେ ବସି ଆକାଶରେ କପୋତ ପକ୍ଷୀ ଉଡ଼ୁଥିବାର ଦେଖି କବି ଗୁରୁପ୍ରସାଦ ମହାନ୍ତି ନିଜର ଆଖିର ଚାହାଣୀର ସରଳତା, ନିରୀହତାର କପୋତ ପକ୍ଷୀର ଦେଖିବା ଅବଲମ୍ବନରେ ଆଖିର କପୋତ ମୋର କବିତା ଲେଖି ନିଜର ପ୍ରେମଭରା ଯୌବନର ଆବେଗାୟିତ ମନରେ ପ୍ରେମ ବିବାହ ଜନିତ ଜୀବନର ଦାମ୍ପତ୍ୟ ଜୀବନର ଟୋକା ବୋଢ଼ାର ଆଦର ଭରସାୟିତ ଦୁଇ ଜୀବନର କାବ୍ୟିକ ବର୍ଣ୍ଣନା ଦେଇଛନ୍ତି। ଗୋରା ନାରୀର ସିମେଣ୍ଟ ଚଟାଣ ଉପରେ ନଦୀ ଭଳି ଅଙ୍କାବଙ୍କା ରୀତିରେ ସିଧା ଶୋଇଯିବାକୁ ସୁନାର ଝରଣା ନାମ ଦେଇଛନ୍ତି ଗୁରୁପ୍ରସାଦ। ଜାଣି ସିଆଣିଆ ବଦମାସ ଲୋକକୁ ଗୋବର ମାନେ ମୂର୍ଖ ଏବଂ ଗଣେଶ ମାନେ ଚତୁର ଚାଲାକ ନାମରେ ରଖି ପରକୀୟା ପ୍ରୀତିର ପାପ ସମ୍ପର୍କୀୟ ସଚେତନ ଜୀବନ ଗାଥା ବର୍ଣ୍ଣିତ ଗୁରୁପ୍ରସାଦଙ୍କ ଗୋବର ଗଣେଶ କବିତାରେ। ମହିଷୀର ମୃତ୍ୟୁ ସାଧାରଣ, ତେଣୁ ମାନବ ସମାଜରେ ହଇଚଇ ସୃଷ୍ଟି ଚାଞ୍ଚଲ୍ୟର କିଛି ଆବଶ୍ୟକତା ଆଦୌ ନାହିଁ। କାରଣ ମହିଷୀ ମାନ୍ୟଗଣ୍ୟ ସାଂସାରିକ ବ୍ୟକ୍ତିବିଶେଷ ନୁହେଁ। ଝିଅ ଶାଶୁଘରକୁ ବାହା ହୋଇ ଯାଉଛି, ସବୁ ଝିଅ ଯାଆନ୍ତି, କବିଙ୍କ ଝିଅ ଯାଉଛି। ସେଥିପାଇଁ କବି ରାଜେନ୍ଦ୍ର କିଶୋର ପଣ୍ଡା ପ୍ରଣୟବଲ୍ଲରୀ କାବ୍ୟରେ କଣ୍ୱ ମୁନି ଯେମିତି ଶକୁନ୍ତଳାଙ୍କ ପତିଗୃହ ଯାତ୍ରାରେ ବୁଝାଇଛନ୍ତି, ତଦନୁଯାୟୀ ବୁଝାଇଛନ୍ତି ଝିଅ ପାଇଁ ଗୋଟିଏ କବିତାରେ। କବି କହୁଛନ୍ତି, ମାଟିକୁ ଫାଟିଯା କହିବୁନି ଝିଅ, ପୋତି ହୋଇଯିବ ଆକାଶ। ସତେକ ଶରତ ଥିବୁ କେବେ ବି ବୁଢ଼ୀ ହେବୁ ନାହିଁ ର କାମନା ସବୁ ବାପ ସଂସାରରେ କରନ୍ତି, ହେଲେ କବିତା ଲେଖି ପାରିନଥାନ୍ତି। ନଦୀ ଜାତିରେ ଏକତା ସଂହତି ଅଛି, ହେଲେ ଶତଦ୍ରୁର ଅନେକର ସ୍ୱତନ୍ତ୍ର ନାମରେ ବ୍ୟକ୍ତିବାଚକତା ଅଛି, ଜାତିବାଚକତା ନାହିଁ। ଶୈଳକଳ୍ପ ପର୍ବତମାଳାର ଦୃଶ୍ୟରେ ମନରେ ପର୍ବତ ଭଳି ଉଚ୍ଚ ଆଧ୍ୟାତ୍ମିକ ବିଭୁ ଦର୍ଶନ ଅଛି ରାଜେନ୍ଦ୍ର କିଶୋର ପଣ୍ଡାଙ୍କର। ସୀତାକାନ୍ତଙ୍କ ଆରଦୃଶ୍ୟ ଯଶୋଦାଙ୍କ ପାଇଁ କେବଳ, ସମସ୍ତଙ୍କ ପାଇଁ ନୁହେଁ। କୁବୁଜା ପାଇଁ ଗୋଟିଏ ସଙ୍ଗୀତରେ ଜୀବନରେ ସୌନ୍ଦର୍ଯ୍ୟର ଅଭାବ, ଜୀବନକୁ ଦୁର୍ବିସହ କରାଇବାର କଳ୍ପନା, କବିତାର ଏଇଭଳି ଉପଯୁକ୍ତ ସମାଲୋଚନା କବିତା ପ୍ରତି ପାଠକୀୟ ଭଲ ପାଇବାର ବୃଦ୍ଧି କାରକ ଅବଶ୍ୟ ହୋଇଥାଏ।